ଆଜି ମୁଁ ବସରେ ଟ୍ରାଭେଲ କଲା ବେଳକୁ ମତେ ଗୋଟେ ଝିଅ ଦେଖିକି ହସି ଫସେଇ ଦେଲା। ଆଉ ମୁଁ ଆସୁଥିଲି ଫୁଲବାଣୀ ଏତେ ମର୍ଣ୍ଣିଂ ରେ, ଆଉ କେତେ ଏନ୍ଜୟ କଲି। ତମେ ତ କେବେ କରୁନଥିବ। ହାଏ ସମସ୍ତଙ୍କୁ ନମସ୍କାର। ଆଇ ହୋପ ସବୁ ଭଲ ଥିବ। ଆଉ ମୁଁ ଏବେ ଟିକେ ଭଲରେ ଅଛି। ଆଉ ବହୁତ ଦିନ ପରେ ମୁଁ ରିଟର୍ନ କରୁଛି ଫୁଲବାଣୀ ପାଇଁ। ଆଉ ଆସିଲା ବେଳେ ପୁରା ରାତି ହେଇଥିଲା, ଆଉ କିଛି ଟାଇମ ପରେ ଦିନ ହେଲା। କଣ କରିବା, ଦିନ ତ ପାଗ ପଡବା। ଆଉ ମୁଁ ବସିଥିଲି ସାଇଡ ସିଟ ରେ, କାରଣ ମତେ ଖାଇବାକୁ ଟିକେ ବେଶୀ ଇଚ୍ଛା। ଥଣ୍ଡା ଥଣ୍ଡା ମାନେ ଥଣ୍ଡା ପବନ। ଆଉ ଆମେ କିଛି ଟାଇମ ପରେ ବସ ଚେଞ୍ଜ କଲୁ। ଆଉ ଗୋଟେ ଯେ ଆମକୁ ଯାଇକି କାହିଁକି ଆସୁଥିଲା ତାକୁ ଆଗ ଜଣା। ପଚାରି ଗଲି ଭାବୁଥିଲି ଯେ ପଚାରି ପାରିଲିନି। ଆଉ ଆସିଲା ବେଳକୁ ମତେ ଆଜି ଫାଷ୍ଟ ଟାଇମ ପାଇଁ ଦେଖିବାକୁ ମିଳିଲା ଦଣ୍ଡ ନାଚ। ଆଉ ମୁଁ କେବେ ଲାଇଭରେ ଦେଖିନଥିଲି ସେଇଟା। ଦେନ କିଛି ଟାଇମ ପରେ ପହଞ୍ଚି ଗଲି ମୁଁ କଲେଜ ଛକରେ, ଆଉ ଫୁଲବାଣୀରେ ବି। ଆଉ ମୋ ହାତରେ ଗୋଟେ ଥିଲା ଗୋଟେ ବଡ ଓଜନ ବ୍ୟାଗ। ଆଉ ପୁରା ମତେ ଆଜି ଲାଜ ଲାଗୁଥିଲା, ମାର୍କେଟ ଧରି ବୁଲୁଥିଲି ସେଥିପାଇଁ। ଆଉ ଆମ ଗଳିରେ ଧରିକି ଆସିଲା ବେଳକୁ ଝିଅ ମାନଙ୍କୁ ଦେଖିକି ହସୁଥିଲେ, କଣ ପାଇଁ କାଣି ମୁଁ ଜାଣିନି। ଆଉ ସବୁ ଗୋଟେ ନିଉ ନିଉ ପତ୍ର ଯାକ ବି ହେଇଛି ଆମ ବାରି ଆଡକୁ, ଦେଖି ମତେ ବହୁତ ସୁନ୍ଦର ଲେଖା ହଉଥିଲା। ଦେନ ଫାଇନାଲି ଆସିକି ଆମ ରୁମ ଆଡେ ପହଞ୍ଚି ଗଲି। ଆଉ ଭିଉ କିଛି ଏମିତି ବହୁତ ସୁନ୍ଦର ଥିଲା, ଦେଖ ତମେ ବି, ଆଉ ଦେଖ ମୁଁ ବି ଦେଖୁଛି। ଦେନ ଆମେ ଗଲୁ ଗାଧେଇବା ପାଇଁ। ଆଉ ମୋ ହାତରେ ଗୋଟେ ଥିଲା 10 ଟଙ୍କିଆ ବ୍ୟାଗ। ଆଉ ସେଠି ମୋର ଡ୍ରେସେସ୍ ଅଛି। ତମେ ଭାବୁଥିବ ନା ଡ୍ରେସ, କିନ୍ତୁ ନାଇଁ ମୋର ଟିକେ ଅଛି ଅସନା ଡ୍ରେସ ଯାକ। ମୁଁ ହେଲା ସପ୍ତାହଟେ ସଫା କରିନାହିଁ। ଆଉ ନେଚର ପୁରା ଖତରନାକ ଥିଲା। ଆଉ ମୋ ସହ ଥିଲେ ଆମ ରୁମମେଟ ମାନେ। ଆଉ ଟିକେ ଭିଉ ବି ଏନ୍ଜୟ କରୁଥିଲୁ, ଆଉ ତାଙ୍କେ ବି ଏନ୍ଜୟ କରୁଥିଲେ। ଆଉ କିଛି ଟାଇମ ପରେ ଆମେ ଆସିଲୁ ନାଳ ପାଖରେ। ଆଉ ନାଳ ନାଳଉଥିଲା ଆମକୁ ଦେଖି ଦେଖି, କଣ କରିବା, ନାଳ ବି ତ ନାଳିବ ନା, ଆମେ ବି ନାଳିବୁ ଟିକେ। ଆଉ ସେ ସିକ୍ସ ପ୍ୟାକ ନ ଦେଖେଇକିରି ତାର ଫ୍ୟାମିଲି ପ୍ୟାକ ଦେଖଉଛି। କଣ କହିବି, ତମେ ହେଲେ କହିଥାନ୍ତ କଣ କୁହ, କମେଣ୍ଟ କର ସେଥିପାଇଁ ତମେ।